ଭାଙ୍ଗିକି ଖଣ୍ଡ ଖଣ୍ଡ ହୋଇଯାଆନ୍ତି ସେହି ଲୋକମାନେ ଯେଉଁମାନେ ନିଜଠାରୁ ଅଧିକ ଅନ୍ୟ ଲୋକଙ୍କୁ ବିଶ୍ୱାସ କରନ୍ତି। ଭାଷାର ଅନୁବାଦ ହୋଇପାରିବ କିନ୍ତୁ ଭାବନାର ନୁହେଁ। ସେଥିପାଇଁ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଉଡ଼ିବା ବହୁତ ଭଲ ଜିନିଷଟିଏ। ପ୍ରତ୍ୟେକ ଦିନ ଉଡ଼ନ୍ତୁ କିନ୍ତୁ ସନ୍ଧ୍ୟାରେ ତଳକୁ ଆସିଯାଆନ୍ତୁ, କାହିଁକି ନା ଆପଣଙ୍କ ସଫଳତାରେ ତାଳି ବଜାଉଥିବା ଲୋକ ଓ ଆପଣଙ୍କୁ ପ୍ରଶଂସା କରୁଥିବା ଲୋକ ତଳେ ରହନ୍ତି। ଖରାପ ସମୟର ମଧ୍ୟ ବହୁତ ବଡ଼ ଲାଭଟିଏ ଅଛି। ତାହା ହେଲା ଆପଣଙ୍କ ପାଖରେ ଥିବା ସ୍ୱାର୍ଥପର ଲୋକ ଆପଣଙ୍କୁ ଛାଡ଼ି ଚାଲିଯାଆନ୍ତି। କେତେକ ଲୋକ ଚପଲ ପରି ହୋଇଥାନ୍ତି, ସାହାଯ୍ୟ ତ କରିଥାନ୍ତି କିନ୍ତୁ ପଛପଟୁ କାଦୁଅ ମଧ୍ୟ ଫିଙ୍ଗିଥାନ୍ତି। ଚାରିଜଣ ସମ୍ପର୍କୀୟ ଗୋଟିଏ ଦିଗରେ ସେତେବେଳେ ଯାଇଥାନ୍ତି ଯେତେବେଳେ ପଞ୍ଚମ ସମ୍ପର୍କୀୟ ତାଙ୍କ କାନ୍ଧରେ ଥାଏ। କୁପୋଷଣ ସବୁ ଜାଗାରେ ଅଛି। କେଉଁଠାରେ ଆହାର କମ୍ ଅଛି ତ ଆଉ କେଉଁଠାରେ ସଂସ୍କାର କମ୍ ଅଛି। ସମସ୍ତେ ଆପଣଙ୍କ ଠାରୁ ଭଲ ଅଟନ୍ତି। ଆପଣ ସମସ୍ତଙ୍କ ଠାରୁ ଭଲ ଅଟନ୍ତି। ଅକ୍ଷର ଟିକିଏ ଅଦଲ ବଦଲ ହୋଇଯାଇଛି ଓ ଶେଷରେ ଆକାଶ ଓ ପୃଥିବୀର ପାର୍ଥକ୍ୟ ହୋଇଯାଇଛି। ସେଥିପାଇଁ ଆପଣଙ୍କ କହୁଥିବା କଥାକୁ ବହୁତ ଭାବି ଓ ଚିନ୍ତା କରି କହନ୍ତୁ। ଅସଫଳତା ଅନାଥ ହୋଇଥାଏ ଓ ସଫଳତାର ବହୁତ ସମ୍ପର୍କୀୟ ରହିଥାନ୍ତି। ସେଥିପାଇଁ ତ ଯେତେବେଳେ ଆପଣଙ୍କୁ ସଫଳତା ମିଳିଥାଏ ଆପଣଙ୍କ ସହିତ ସମସ୍ତେ ଥାନ୍ତି। ଅସଫଳତା ସମୟରେ ଆପଣ ଏକା ଥାନ୍ତି। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖାହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।